ସାଙ୍ଗେ ସାଙ୍ଗେ କଣ ଆସିଗଲା? ଝଡ଼ ତୋଫାନ ଆସିଗଲା। ହାଲେଲୁୟା। ଯୀଶୁ ଯଦି ଟିକେ ବି ଗୋଟେ ଛପକା ବି ମାରିଦେବେ ଝଡ଼ ତୋଫାନ ଆସିଯିବା। ମାନେ କେତେବେଳେ ବି ଯୀଶୁଙ୍କୁ ଶୁଇବାର ଲାଗି ନାହିଁ ଦିଅ। ଯୀଶୁଙ୍କୁ କୁହ, ଯୀଶୁ ମୋର ଡଙ୍ଗାକେ ତୁମେ ଚଲାଅ, ଯୀଶୁ ମୋର ପରିବାରକେ ତୁମେ ଚଲାଅ, ଯୀଶୁ ମୋର ଜୀବନକେ ତୁମେ ଚଲାଅ, ମୋର ପରିବାରର ପିଲାମାନଙ୍କୁ ତୁମେ ଚଲାଅ, ମୋର ଜୀବନର ନାଉରୀ ତୁମେ ହୁଅ ବୋଲିକି। ହାଲେଲୁୟା। ଯେତେବେଳେ ଆମର ଜୀବନର ଡଙ୍ଗାକେ ତାଙ୍କୁ ଚଲାବା ଲାଗି ଦେଇଦେମା, ଯେତେବେଳେ ସେ ନାଉରୀ ହେଇଯିବେ ଆମର ଡଙ୍ଗା କେତେବେଳେ ବି ଟଲମଲ ନାହିଁ ହୁଏ। ହାଲେଲୁୟା। ସେଦିନେ ତାଙ୍କର ଶିଷ୍ୟମାନେ ନିଜେ ନିଜେ ଡଙ୍ଗା ଚଲାଲେ, ଯୀଶୁଙ୍କୁ ପଚରାଲେ ନାହିଁ। ଆମେ ଯେତେବେଳେ ପରମେଶ୍ୱରକୁ ନାହିଁ ପଚରାମା ସେତେବେଳେ ପରମେଶ୍ୱରକୁ କାରଣ କରିବେ? ପରମେଶ୍ୱର ଶୁଇ ପଡବେ। ମୋର ପ୍ରିୟ ମାନେ ପରମେଶ୍ୱରକୁ ଶୁଇବା ଲାଗି ନାହିଁ ଦିଅ, ଯେହେତୁ ସେ ପରମେଶ୍ୱର ଶୁଇବାର ପରମେଶ୍ୱର ନୁହନ୍ତି। ହାଲେଲୁୟା। ସେ ନିଦ୍ରା ଯିବା ପରମେଶ୍ୱର ନୁହନ୍ତି। ସେ ତୁମର ଦକ୍ଷିଣ ପାର୍ଶ୍ୱର ଛାୟା। তোমার ছাই তোমাকে ছাড়িকি পলাবা নাই। সেই পরমেশ্বর আমକୁ ছাড়িকি সে কেবে भी नहीं बोला। ଆମେ সেই পরমেশ্বরକୁ ছাড়িকি পলাই আসু ମୋର প্রিୟ ମାନେ। কিন্তু ସେ পরমেশ্বর কেবে भी ତାଙ୍କ ସନ୍ତାନ ମାନଙ୍କୁ କେବେ ବି ଛାଡିକି ପଳାଇବେ ନାହିଁ। ହାଲେଲୁୟା। ଆଉ ଶିଷ୍ୟମାନେ ସେଦିନ ଯେତେବେଳେ ଡଙ୍ଗା ଚଲାଲେ ଓ ସେମାନେ ନିଜର ଇଚ୍ଛା ଅନୁସାରେ, ନିଜର ମନ ଅନୁସାରେ, ନିଜର ଯୋଜନା ଅନୁସାରେ ସେମାନେ ଚଲାଲେ। ଆଉ ଯୀଶୁ ଶୋଇଗଲେ। ଆଉ ସାଙ୍ଗେ ସାଙ୍ଗେ ଝଡ଼ ତୋଫାନ ଆସିଲା। ଆଉ ଯେତେବେଳେ ସେମାନେ ନିରୁପାୟ ହେଇଗଲେ, ଯେତେବେଳେ ବର୍ଷାକେ କଣ୍ଟ୍ରୋଲ କରି ନାହିଁ ପାରିଲେ, ଡଙ୍ଗାକେ ଯେତେବେଳେ କଣ୍ଟ୍ରୋଲ କରି ନାହିଁ ପାରିଲେ, ଯୀଶୁକେ କହିଲେ, ହେ ଯୀଶୁ ଆମେ ମରିଗଲୁ ନା, ତୁମର କଣ ଚିନ୍ତା ନାହିଁ କି? କାଣା କହିଲେ? ଯୀଶୁ ତୁମର କାଣା ଚିନ୍ତା ନାହିଁ ନ କେ? ତୁମେ କାଣା ତମର ଛୁଆ ମାନଙ୍କୁ ଦେଖି ନାହିଁ ପାରବାର କେ? ଇ ଡଙ୍ଗା ବୁଡି ଗଲା ନ, ଆମେ ମରିଗଲୁ ନ, ତୁମେ ବଞ୍ଚାଅ ଆମକୁ, ତୁମେ ଆସ। ହାଲେଲୁୟା। ଯେତେବେଳେ ସେମାନେ ଯୀଶୁଙ୍କୁ ଡାକିଦେଲେ, ଯେତେବେଳେ ଯୀଶୁଙ୍କୁ ନାଁ କରିଦେଲେ, ଯୀଶୁଙ୍କୁ ଯେତେବେଳେ ସେମାନେ ଉଠେଇ ଦେଲେ, ଯୀଶୁଙ୍କୁ ଯେତେବେଳେ ସେମାନେ ସମର୍ପିତ ହେଇଗଲେ, ଯୀଶୁ ସାଙ୍ଗେ ସାଙ୍ଗେ ଠିଆ ହେଇଗଲେ। ଆଉ ପବନକେ ଚୁପ୍ କର କହିଲେ। ହାଲେଲୁୟା। ହାଲେଲୁୟା। ଯୀଶୁଙ୍କୁ ଦେଇଦିଅ ତୁମର ଘରର ଡଙ୍ଗାକେ, ଯୀଶୁଙ୍କୁ ଦେଇଦିଅ ତୁମର ପିଲା ଛୁଆକେ, ଯୀଶୁଙ୍କୁ ଦେଇଦିଅ, ସମର୍ପଣ କରିଦିଅ। ଯୀଶୁ ଏଇ ଘରର ଡଙ୍ଗାର ନାଉରୀ ହଉଛ ତୁମେ। ହାଲେଲୁୟା। ମୁଁ ଚିନ୍ତା ନାହିଁ କରେ ପ୍ରଭୁ, ମୋ ଘରର ଲାଗି ତୁମେ ଚିନ୍ତା କର। Praise the Lord. ତାପରେ ସେ ଚିନ୍ତା କରିବେ। ସେଇ ପରମେଶ୍ୱର କହୁଛନ୍ କ୍ଷାନ୍ତ ହୁଅ। ଆମେ ଅନେକ ସମୟରେ କ୍ଷାନ୍ତ ନାହିଁ ଆସୁ ମୋର ପ୍ରିୟ ମାନେ, ବ୍ୟସ୍ତ ବିବ୍ରତ ହେଇ ଆସୁ। ମୋର କାଣା ହେବା, ମୋର ପିଲାର କାଣା ହେବା, ମୋର ଛୁଆର କାଣା ହେବା, ଓ ମୋର ଏନ୍ତା ରୋଗ ହେଇଯାଇଛେ, ଏନ୍ତା ବେମାର ହେଇଯାଇଛେ, ଓ ମୋର ମୁଣ୍ଡ ଦୁଖା ନାହିଁ ଛାଡ଼ବାର, ମୋର ଗୋଡ଼ ଦୁଖା ନାହିଁ ଛାଡ଼ବାର, ମୋର ସମସ୍ୟା ଯିବାର ନାହିଁ। ପ୍ରଭୁ କହୁଛନ୍ କ୍ଷାନ୍ତ ହୁଅ। ଡାକ୍ତର ଯଦି ଲେଖି ଦେଇଛେ ତୁଇ ଆଉ ବେଶୀ 6 ମାସ ଯିବୁ, ଯୀଶୁ କହୁଛନ୍ କ୍ଷାନ୍ତ ହୁଅ। ଆମେ ପରମେଶ୍ୱର ଡାକ୍ତର ଯଦି କହିଦେଇଛେ ସିକିଲିନ୍ ହେଇଯାଇଛେ, ଓ ପ୍ରଭୁ କହୁଛନ୍ ଚୁପ୍ କର, ସେ ସିକିଲିନ୍ ଫିକିଲିନ୍ ଛାଡ଼, ଚୁପ୍ କର, ସେ ସିକିଲିନ୍ ଫିକିଲିନ୍ ତୋତେ କିଛି କରି ନେଇପାରେ। କ୍ଷାନ୍ତ ହୁଅ। ହାଲେଲୁୟା। ଯଦି ତୁମର ଘର ଭାଙ୍ଗି ଯାଉଛେ ଆଉ ତମେ ଚିନ୍ତା କରୁଛ, ପ୍ରଭୁ କହୁଛନ୍ କ୍ଷାନ୍ତ ହୁଅ। ଆମେ ପରମେଶ୍ୱରଠୁ। ହାଲେଲୁୟା। ଅଣ୍ଟା ଦୁଃଖା, ପେଟ ଦୁଃଖା, ମୁଣ୍ଡ ଦୁଃଖା, ଯାହା ବି ଦୁଃଖ ହଉଛି ଶରୀର, କିଛି ଚିନ୍ତା ନାହିଁ କର, କ୍ଷାନ୍ତ ହୁଅ। ହାଲେଲୁୟା। କ୍ଷାନ୍ତ ହୁଅ ମୋର ପ୍ରିୟ ମାନେ, କ୍ଷାନ୍ତ ହୁଅ। ଯେତେବେଳେ ମତେ ସିକିଲିନ୍ ବେମାର ହେଇଥିଲା, ଆଉ ସବୁଆଡୁ ମୁଇଁ ନିରାଶ ହେଇଗଲି, ମୁଇଁ ଖାଲି ବ୍ୟସ୍ତ ବିବ୍ରତ ହଉଥିଲି। ଓ କେନ୍ତା ହେବା, ଏତେ ମେଡିସିନ ଖାଲି ନ, କିଛି କାମ ନାଇଁ ଦେବାର, ଏତେ ମନ୍ଦିରକେ ଗଲି ନ, ଏତେ ପୂଜା କରଲି ନ, ମୋର ବାପା ସାଙ୍ଗେ ଆମେ ଯାଇକରି ସିଧା ଗୋଟେ ନ ଛେଲି ବୋଲି ଦେଇକରି ଆସିଲୁ। କେନ ଜାଣିଛ? ମେଟାକାନା ମନ୍ଦିର ନ ବୋଲି ଗୋଟେ ବି ଦେଇଦେଲୁ ନ, ରକତ ପଲେଇ ଗଲାଣ, ଗୋଟେ ଛେଲି ଉଧାର ବାଡ଼ି କରିକିରି ବୁକାଟେ ବୋଲି ଦେଇଦେଲୁ, ହେଲେ ବି କିଛି ନାହିଁ ହେବା। ଯେତେବେଳେ ତକ ତୁମେ ନିଜେ ଚିନ୍ତା କରୁଥିବ, ବ୍ୟସ୍ତ ବିଶ୍ୱାସ କରୁଥିବ, କିଛି ନାହିଁ ମୋ ପ୍ରିୟ ମାନେ, ଆମେ ଯେତେବେଳେ କ୍ଷାନ୍ତ ହେଇମା, ଆମକୁ ନିଜକୁ ସମର୍ପଣ କରିଦେମା, ଆମେ ଯେତେବେଳେ ପରମେଶ୍ୱର নত ହେଇଯିମା, ଯେତେବେଳେ ପରମେଶ୍ୱରଙ୍କ ଠାରେ ନିଜକୁ ନମ୍ର କରିଦେମା, ସେତେବେଳେ ପରମେଶ୍ୱର କାଣା କରିବେ? ଆମକୁ ଆଭରି ଦେବେ। ହାଲେଲୁୟା।
जोहन 11 फेर लिखाई छे कार विषय जान लाजार विषय लाजार जिते बेले देह खराब है जीशु को खबर देले जीशु तुम्हें आसो मोर भाई के टिके पहुंचाई दियो मार्था मरियम खबर देले किंतु जीशु क्या गले नहीं आसले आउ रही गले 3 दिन आउ जीशु जिते बेले आसले 4 दिन है दिला केते दिन 4 दिन है दिला आउ एदले जीशु आसले ओ से लाजार के समाधि दे दितिले आउ समाधि देला बेले ओ समस्त खाली कांदुथन जीशु गले कोनारोना नहीं करो हेले भी माने कांदुछन जीशु बारंबार कहउछन मु पुनरुत्थान जीवन अटे जे मते विश्वास करे जदि भी से मरे तो तापि से बंचिबो तुमे क्षांत हो रोदन नहीं करो हेले भी से माने रोदन करछन जीशु तुमे आसीतिले ता नहीं हिता जीशु कहउछन मुझे तुम संगे अच्छे तुमे चुप रहो तुमे चिंता नहीं करो कोनारोना नहीं करो मार्था भी सही कथा कहला प्रभु तुम्हें आस्तिले किछि असुविधा नहीं दिता मरियम भी सही कथा कहला प्रभु तुम्हें आस्तिले किछि नहीं दिता सब लोक माने समस्या रोदन करुछन और शेष रे जीशु का कहले हिंजो 11 रो पढ़ो 11 रो 17 36 बोलो पढ़ो 11 रो 36 सेथिरे जिहुदी माने कहिले जोहन 11 रो नहीं 35 बोलो पढ़ो जीशु कांदिले कांसन गाई जीशु नहीं कांसन नहीं कांसन केते जन कहजो नहीं कांसन कांदिले बोल तो कांदिले नो जीशु कांदिले कांदे कांसन नहीं जो हमें खानसु बोल के से खानसन हालेलुया जीशु बारंबार कहजन तुम्हें क्षांत हो तुम्हें चिंता नहीं करो पुनरुत्थान जीवन मुई अटे मोटाने जे विश्वास करसी से जदि भी मरे तो थापि से बंचिबो से केबे भी नष्ट हेबो नहीं मु आदि ओ अंत अटे मु को खे अटे मु सब किछि करिबारे तुम्हें क्षांत हो मु पुनरुत्थान जीवन अटे हेले भी से माने कहले जीशु तुम्हें यदि ठीक टाइम दे मोट निकासी तो बेले मोर भाई नहीं मरी जीता तुम्हें असलो 4 दिन नहीं गलानो जीशु अब जीशु कहले मुई बचामी हेले भी तुम्हें जिंदा नहीं करछो से मरी थिले भी से बचबा मैंने मार्था फेर कहूचे आमी जानी छु प्रभु से पुनरुत्थान दिने से ठिया आमी जानी छु जीशु कहले पुनरुत्थान कना मुई एबे ताके बचामी हेले भी से विश्वास करि नहीं पारबा जीशु कहउछन जे कहीं मोटा बंचे और मोटारे विश्वास करे से कदापि केबे मरिबो नहीं हेले भी सन जीशु नाम संगे अछन हेले भी जीशु के समान विश्वास नहीं करबा और जे नाले जीशु जाउछन जा के देखुन खाली कांदुछन जा के देखले खाली कांदुछन शेषरे जीशु भी कांदले हालेलुया जीशु केते बेले कांदछन जेते बेले हमें विश्वास रे दुर्बल है आसु सेते बेले कांदछन जीशु केते बेले कांदछन जेते बेले हमें कांदछन सेते बेले कांदछन जीशु केते बेले कांदछन जेते बेले हमें प्रतिवस्त है आसु सेते बेले कांदछन जीशु केते बेले कांदछन जेते बेले हमर विश्वास दुर्बल है आसी बेले कांदछन जेते केते बेले जीशु कांदछन जेते बेले हमें से परमेश्वर को विश्वास करि नहीं पारछु सेते बेले जीशु कांदछन मोर माने आउ जीशु कांदले आउ कांदला परे भी जीशु कांदुछन आ लोक माने काई कहले जे केते बोल पाउथला लाजार के से लागि जीशु भी कांदी पड़ले लास्ट के जीशु विरक्त हो गले से मानकर अविश्वास के देखि काना हो गले विरक्त हो गले पढ़ो सेटा 36 पद पढ़ो सेथिरे जिहुदा माने कहिले देख से तांकु की परि स्नेह करूथिले हां किंतु से मानक मध्यरे केही केही कहिले एही जो व्यक्ति से अंधर आखि फिटाई थिले से कोन यार मृत्यु मध्य निवारण करि पारिन थांते से माने कहले ई तो केते अंध मान को देखाला केते छोटा मान को चलाला केते भूत मान को बाहर करला केते आश्चर्य कार्य करला ई कोन पिला के भल करि नहीं पारि जीता ई कोन ठीक टाइम रे आसी दिले कोन आश्चर्य कार्य नहीं जीता
ଆଉ ଆସିକରି କାନ୍ଦୁଛନ୍ ଆମେ ଜାଣୁଛୁ ସେ ତାକେ ବହୁତ ଭଲ ପାଉଥିଲା ବୋଲିକିରି ସେ କାନ୍ଦୁଛନ୍ ଆଉ ଟିକେ ନିନ୍ଦା ପଦନା କରି ବସିଲେ ସେତେବେଳେ ଯୀଶୁ କାଣା ହେଲେ ତଲକେ ପଢ ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ। ସମାଧି ନିକଟକୁ ଆସିଲେ ହାଲେଲୁୟା ସେ ବିରକ୍ତ ହେଇଗଲେ ଆଉ କହିଲେ ଚାଲ ତାକେ କେନ ତୁ ପିଛ ସେନକେ ଚାଲ କହିଲେ ସେତେବେଳେ ଫେର ସେ କାଣା କହିଲେ ମାର୍ଥା କାଣା କହିଲେ ପଢ ତଲକେ ତଲକେ ତାହା ପଢ ଗୋଟିଏ ଗୁହା ପୁଣି ତା ମୁହଁରେ ଗୋଟିଏ ପଥର ଥିଲା। ଯୀଶୁ କହିଲେ 39 ପଦ ପଢ ଯୀଶୁ କହିଲେ ଏଇ ପଥର ଘୁଞ୍ଚାଇ ଦିଅ। ମୃତ ବ୍ୟକ୍ତିଙ୍କ ଭଗ୍ନୀ ମର୍ଥା ତାହାଙ୍କୁ କହିଲେ ପ୍ରଭୁ ସେ ଆସିଗଲାଣି କାରଣ ସେ ଯୀଶୁ କହିଲେ ଏଇ ପଥର ଘୁଞ୍ଚାଇ ଦିଅ ବୋଲିକିରି କହିଲେ ଯୀଶୁ କାହିଁକି ଲାଗି ପଥର ଘୁଞ୍ଚାଇ ଦିଅ ବୋଲି କହିଲେ କ୍ୟାଣ୍ଡେଲ ଜଲାବାର ଲାଗି ଦେଖବାର ଲାଗି କାନ୍ଦବାର ଲାଗି ଆଶ୍ଚର୍ଯ୍ୟକାର କରବାର ଲାଗି ହାଲେଲୁୟା ପଥର ଘୁଞ୍ଚାଇ ଦିଅ ବୋଲି କହିଲେ ହାଲେଲୁୟା ଆମକୁ ବି ସେଇ ପଥର ଘୁଞ୍ଚାଇ ଦେବାର ଅଛି କେନ୍ ପଥର ଅବିଶ୍ୱାସର ପଥର অবিশ্বাস আমার জীবনে ও পথর বলিয়া রই যাইতেছি ଯିବା କି नहीं जाए समस्या ଯିବା କି नहीं जाए सुस्थता आइमे कि नहीं हुए मृत व्यक्ति ଯିବା कि नहीं ये ସେମାନେ କହୁଛନ୍ ଏ ପ୍ରଭୁ नहीं जाओ नहीं जाओ नहीं जाओ नहीं जाओ 4 ଦିନ ହେଲାଣି ଗନ୍ଧୁଛେ ଦୁର୍ଗନ୍ଧ ହଉଛେ ପ୍ରଭୁ ବାସି ଗଲାନ ପ୍ରଭୁଙ୍କ ଠାନେ କାଣା କାଣା କିଛି ଅସମ୍ଭବ କାହିଁ କୌଣସି ବିଷୟ ଆମର ପରମେଶ୍ୱରଙ୍କ ଠାରେ ଅସମ୍ଭବ ନୁହେଁ ହାଲେଲୁୟା ଯୀଶୁ କହିଲେ ବ୍ୟକ୍ତିର ଓ ସେଇ କବର ଯୋଉ ଦିଆଯାଇଛି ସେଇ କବରରୁ ପଥରକେ ଘୁଞ୍ଚାଇ ଦିଅ ହାଲେଲୁୟା ଆଉ ପଥର ଯେତେବେଳେ ଘୁଞ୍ଚେଇ ଦେଲେ ଯୀଶୁ ଅର୍ଡର ଦେଲେ କାଣା କହିଲେ ତଲକେ ପଢ ଯୀଶୁ ତାଙ୍କୁ କହିଲେ ଯଦି ତୁମେ ବିଶ୍ୱାସ କର ତାହେଲେ ଈଶ୍ୱରଙ୍କ ମହିମା ଦେଖିବ। ସେଇ ପରମେଶ୍ୱର ଆଜି ତମକୁ କହୁଛନ୍ ଯଦି ବିଶ୍ୱାସ କର ହାଲେଲୁୟା ଈଶ୍ୱରଙ୍କର ମହିମା ଦେଖିବ ଇନ ଯେତେ ଭାଇ ଭଉଣୀ ମାନେ ମୋର ପ୍ରିୟ ମାନେ ଅଛନ୍ ସମସ୍ତଙ୍କୁ ମୁଇଁ କହିବାର ଲାଗି ଚାହୁଁଛେ ଯଦି ତୁମେ ବିଶ୍ୱାସ କର ଯଦି ତୁମେ ବିଶ୍ୱାସ କର ଈଶ୍ୱରଙ୍କର ମହିମା ଦେଖିବ ହାଲେଲୁୟା 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 ମହିମା ଦେଖିବ ମୋର ପ୍ରିୟ ମାନେ ସେ ହଉଛନ୍ ସେଇ ପରମେଶ୍ୱର ଓ ସେଇ ମୃତ ବ୍ୟକ୍ତିକୁ ଜୀବନ ଦେବାର ପରମେଶ୍ୱର ସେ ହଉଛନ୍ ସେଇ ପରମେଶ୍ୱର ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର ସେ ହଉଛନ୍ ସେଇ ପରମେଶ୍ୱର ଯେ କି ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି ହାଲେଲୁୟା ସେ ତାଙ୍କର ମେଷ ମାନଙ୍କୁ କେବେ ବି ବାଗ ଭାବରେ ଛାଡବା ପରମେଶ୍ୱର ନୁହନ୍ତି ହାଲେଲୁୟା ଯେ ବର୍ତ୍ତମାନ ଗୃହକ ଯେ ନିଜର ମେଷ ମାନେ ଯାହାର ନିଜର ନୁହନ୍ତି ସେମାନେ ଛାଡିକରି ପଳେଇ ଯିବେ ସେମାନେ ତାଙ୍କର ମେଷ ମାନଙ୍କ ପାଇଁ ଚିନ୍ତା କରନ୍ତି ନାହିଁ ଯୀଶୁ କହିଲେ ମୁଁ ମୋର ମେଷ ମାନଙ୍କ ପାଇଁ ଚିନ୍ତା କରିବି ହାଲେଲୁୟା ସେ ତୁମର ଲାଗି ଚିନ୍ତା କରସନ୍ ମୋ ପ୍ରିୟ ମାନେ କେବେ ବି ନାହିଁ ଭାବ ଯେ ଓ ମୋର ପରମେଶ୍ୱର ମୋର ଲାଗି ଚିନ୍ତା ନାହିଁ କରସନ୍ ସେ ଚିନ୍ତା କରସନ୍ ସେ କହୁଛନ୍ କ୍ଷାନ୍ତ ହୁଅ ହାଲେଲୁୟା ଫେର ଲେଖା ହେଇছে 27 ପଦ ପଢ ଜୋହନ 10:27 ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି ସେ ପରମେଶ୍ୱର କହୁଛନ୍ ମୋର ମେଷ ମାନେ ମୋର ପଛେ 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 ଚାଲନ୍ତି ହାଲେଲୁୟା ତୁମେ କାଣା ତୁମର ସେଇ ମେଷ ପାଳକର ପଛେ ପଛେ ଯାଉଛ କାହିଁ ମୋର ପ୍ରିୟ ମାନେ ତୁମର ମେଷ ପାଳକର ପଛେ 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 ଯଦି ଯିବ ବାଘ ତୁମର ପାଖକେ ଆସି ନାଇଁ ପାରେ ମୋର ପ୍ରିୟ ମାନେ ଯଦି ভিড় ভিতরে তুমি যদি অছ মন্ডলীরে যদি অছ মন্ডলীর পাস্টর মানকর পছে 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 যদি আসুছ পাস্টর কথা যদি শুনুছ বাক্যকে যদি শুনুছ ইনো লেখা হয়েছে মোর মেষ মানে মোর স্বর শুনন্তি হালেলুয়া তুমি মেষ পালকর স্বরকে শুণ বাহারিয়া লোকর কথা শুণ নাই
যদি অন্যর কথা শুনব পথভ্রষ্ট হয়ে যাব, অন্যর কথা শুনব সিংহ হাবড়ে পড়িଯିব, অন্যর কথা শুনব গাতরে পড়িଯିব, অন্যর কথা শুনব নরককে চালিଯିব, অন্যর কথা শুনব বিশ্বাস পলেইଯିব, অন্যর কথা শুনব ও তলে পড়িଯିব, অন্যর কথা শুনব আশীর্বাদ দেখি নাই পার। যিশুঙ্কর কথা শুন, যিশু কହୁଛন মোর মেষ মানে মোর স্বর শুଣନ୍ତି, যদি আজি তুমি তাঙ্কর স্বর শুনব সেই পরমেশ্বর তোমাকে भी নষ্ট হওয়া লাগে নাই দিয়ন। হালেলুয়া। মোর মেষ মানে মোর পছে পছে চালନ୍ତି ମୋ ମାନେ ଯେନ୍ মেষ চূর্ণী মেষ সে কাଣା করবা টিকে জঙ্গল ভিতরকে পলাই যায় চিনি কিন্তু তার পাখি কাଣା দিছি পরমেশ্বর কোন মেষ পালক হাতে কাଣା দিছি বাড়ি দিছি, যদি পাহাড়কে গল সে বাড়ি প্রহার করবে এই করবে। ছেলে চলে গেলে বাড়ি ধর্ষণ গিয়ে ছেলে চলে আনলে বলে পরমেশ্বর কোন কাଣା ছিলা তলবার দিলা বাড়ি খায় বাড়ি শাসন বাড়ি। হালেলুয়া। শাসন বাড়ি সে শাসন বাড়িকে চলাসন যেতেবেলে ও মেষ পালক র কথা তুমি নাই শুনব, যেতেবেলে ভিড় ভিতরু বাহারকে পলেই যাব, যেতেবেলে অবাটকে পলেই যাব, যেতেবেলে যাহা তাহার কথা শুনব ও সেতেবেলে শয়তান তোমাকে অ্যাটাক করবা, প্রভু भी কাଣା করবে তার বাড়ি প্রহার করবে ଆଉ তোমার জীবনে দুঃখ আসবা। কিন্তু সেই দুঃখরে भी সেই শাসন বাড়ি সাহায্যরে সে কাଣା করবে বাটকে আনি আনবে। হালেলুয়া। যদি সেই শাসন বাড়িকে তুমি যদি ইয়ে নাই করলো গ্রহণ যদি নাই করলো পরমেশ্বর শাসন भी যদি গ্রহণ নাই করলো বেলে সিংহ ভাବରେ পড়িଯିବ ମୋ ପ୍ରିୟ ମାନେ। ହାଲେଲୁୟା। ତେଣୁକରି ତାଙ୍କର ମେଷ ମାନେ ତାଙ୍କର ସ୍ୱର ଶୁଣନ୍ତି, ତାଙ୍କର ଝୁମୁରେ ରହସନ୍। ହାଲେଲୁୟା। ଇଆଡେ ସିଆଡେ ପଥଭ୍ରଷ୍ଟ ନାଇଁ ହେବ। ପ୍ରେଜ୍ ଦ ଲର୍ଡ। ଆଜିକାଲି ଦୁନିଆରେ ଆଜିର ଡେଟରେ ବହୁଟେ ନାମଧାରୀ ମାନେ ବାହାରିଲେନ, ବହୁଟେ ଭଣ୍ଡ ଖ୍ରୀଷ୍ଟ ମାନେ ବାହାରିଲେନ, ବହୁତ ଲୋକ ଆସିଲେନ ଆଉ ମେଷ ମାନଙ୍କୁ ଭ୍ରାନ୍ତ କରିଦଉଛନ୍ ମୋ ପ୍ରିୟ ମାନେ। মেষ মানুষ কৌছন্তি সেমতি গলে ভাল হেবা, সেমতি গলে ভাল হেবা, সেই পাস্টর ভাল নুহে, সেই প্রচারক ঠিক নুহে, এটা ঠিক নুহে, সেটা ঠিক নুহে। ସେମାନେ ତୋର ଯତ୍ନ ନେଇ ପାରବାର, ମାନେ ତୋର ଏନ୍ତା କରି ନେଇ ପାରବାର। ମୋର ପ୍ରିୟ ମାନେ ମେଷ ପାଳକ ଉପରେ ତୁମର ଭରସା ଥାଉ। ମେଷ ପାଳକ ତାଙ୍କର ମେଷ ମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି। ସେ ଉତ୍ତମ ପଥରେ, କୋମଳ ପଥରେ, ତୃଣମୟ ପଥରେ ସେ କଢେଇ ନେବେ। ହାଲେଲୁୟା। ସେ ବାଘ କବଳରୁ, ସିଂହ କବଳରୁ ସେ ରକ୍ଷା କରିବେ। ପ୍ରେଜ୍ ଦ ଲର୍ଡ। ତାଙ୍କର ପଛେ ପଛେ ଯିବାର ଅଛି। ଯେନ୍ ମେଷ ପାଳକ ଓ ତମକୁ ଶିକ୍ଷା ଦଉଛେ, ଯେନ୍ ମେଷ ପାଳକ ତୁମର ଲାଗି ବାକ୍ୟ ଦଉଛେ, ଯେନ୍ ମେଷ ପାଳକ ତୁମର ଲାଗି ପ୍ରାର୍ଥନା କରୁଛେ, ଯେନ୍ ମେଷ ପାଳକ ହାଲେଲୁୟା ତୁମର জীবনকে উৎসর্গ করে দিয়েছে, জীবন ঢালি দিয়েছে, আত্মা ঢালি দিয়েছে, রক্ত ঢালি দিয়েছে। আমার পরমেশ্বর আমার লাগি রক্ত দিয়েছেন কি নেই? সেই মেষ পালক ছাড়ি করে নাই যাব। হালেলুয়া। ଆଉ ପାଷ୍ଟର ମାନେ ପ୍ରଚାରକ ମାନେ ଯେନ୍ ମାନେ ତମକୁ ସୁସମାଚାର ଦଉଛନ୍, ଯେନ୍ ମାନେ ତମକୁ ବାକ୍ୟ ଦଉଛନ୍, ସେଇ ମେଷ ପାଳକର ସ୍ୱରକେ ଶୁଣବ ଆଉ ଅବାଟକେ ନାଇଁ ଯିବ ମୋର ପ୍ରିୟ ମାନେ। ନାଇଁ ହେଲେ ସେ ଶାସନ ବାଡିକେ ସେ ପ୍ରୟୋଗ করবে সেই মেষ ପାଳକ। ହାଲେଲୁୟା। ଦିନ ଲେଖା ହେଇଛେ ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ। 28 ବୋଧ ପଢ। ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ହାଲେଲୁୟା। ସେଇ ମେଷ ପାଳକ ପରମେଶ୍ୱର କହନ୍ତି ମୁଁ ଉତ୍ତମ ମେଷ ପାଳକ, ମୋର ମେଷ ମାନଙ୍କ ନିମନ୍ତେ ପ୍ରାଣ ଦିଏ ଆଉ ମୋର ମେଷ ମାନେ ମୋ ହାତରେ ଅଛନ୍ତି। ମୋ ମେଷ ମାନେ ମୋର ସ୍ୱର ଶୁଣନ୍ତି, ମୋର ମେଷ ମାନଙ୍କ ନିମନ୍ତେ ମୁଁ ଚିନ୍ତା କରେ, ମୋର ମେଷ ମାନଙ୍କର ମୁଇଁ ଯତ୍ନ ତତ୍ତ୍ୱ ନିଏ, ମୋର ମେଷ ମାନଙ୍କୁ ମୁଁ ସୁରକ୍ଷିତ କରେ, ମୋ ମେଷ ମାନଙ୍କୁ ମୁଁ ତୃଣମୟ ସ୍ଥାନରେ କଢେଇ ନିଏ, ମୋ ମେଷ ମାନଙ୍କର ମୁଇଁ ହାଲେଲୁୟା ମୁଁ ସୁରକ୍ଷା ନିଏ। ମୋର ମେଷ ମାନଙ୍କୁ ମୁଁ ବାକ୍ୟ ପଥରେ, ଆତ୍ମାରେ ଓ ପବିତ୍ରତାରେ, ଧାର୍ମିକତାରେ
ସେ ମୁଁ ଘୋଡ଼େଇ ନିଏ ମୋର ମେଷ ମାନଙ୍କୁ ମୁଁ ଶାସନ କରେ ମୋର ମେଷ ମାନଙ୍କର ମୁଁ ଯତ୍ନ ନିଏ ମୁଁ ବାଘ ହାତରୁ ସିଂହ ହାତରୁ ଶୈତାନ ହାତରୁ ଯାଦୁଟଣା ହାତରୁ ଭୂତ ପ୍ରେତ ହାତରୁ ରୋଗ ହାତରୁ ମୁଁ ରକ୍ଷା କରେ ମୋର ମେଷ ମାନେ ମୋର ପଛେ ପଛେ ଥାନ୍ତି ମୋର ମେଷ ମାନେ ମୋର ସ୍ୱର ଶୁଣନ୍ତି ଆଉ ସେମାନଙ୍କୁ ମୁଁ ଅନନ୍ତ ଜୀବନ ଦିଏ ହାଲେଲୁୟା ସେମାନଙ୍କୁ ସେ ଅନନ୍ତ ଜୀବନ ଦିଅନ୍ତି ସେ ଆପଣଙ୍କ ପାଇଁ ସେ ଅନନ୍ତ ଜୀବନ ଦିଅନ୍ତି ଯଦି ଅନନ୍ତ ଜୀବନ ପାଇବାର ଲାଗି ତୁମେ ଚାହୁଁଛ ବେଲେ ସେଇ ମେଷ ପାଳକର ସ୍ୱରକେ ଶୁଣ ସେଇ ମେଷ ପାଳକର ଓ ପଥରେ ଚାଲ ସେଇ ମେଷ ପାଳକର ଓ ବାକ୍ୟ ଅନୁସାରେ ଚଲ ବେଲେ ଯାଇକିରି ଆଶୀର୍ବାଦ ପ୍ରାପ୍ତ ହେବ ହାଲେଲୁୟା ହାଲେଲୁୟା ଖାଇଛେ ଆଉ ସେମାନେ କେବେ ବି ନଷ୍ଟ ହେବେ ନାହିଁ ପ୍ରେଜ୍ ଦ ଲର୍ଡ ସେମାନେ କେବେ ବି ନଷ୍ଟ ହେବେ